କପଟୀ ତାନ୍ତ୍ରିକ ରାଜା ବିକ୍ରମଙ୍କ ମୁଣ୍ଡ ବଳି ଚଢ଼ାଇ ବ୍ରହ୍ମାଣ୍ଡର ଭୟଙ୍କର ଶକ୍ତି ହାସଲ କରିବାକୁ ଗୁପ୍ତ ଷଡ଼ଯନ୍ତ୍ର ରଚିଥାଏ। ରାଜା ବିକ୍ରମ ଏକଥା ଜାଣିନଥାନ୍ତି। ସେ ତାନ୍ତ୍ରିକକୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଅମାବାସ୍ୟା ରାତିରେ ମଶାଣିରୁ ଗୋଟିଏ ଶବ ଆଣିବାକୁ ଯାଇଥିଲେ। ଶବ ଆଣିବା ସମୟରେ ବାଟରେ ବେତାଳ ତାଙ୍କୁ କାହାଣୀ ଶୁଣାଇ ଏକ ଜଟିଳ ପ୍ରଶ୍ନର ଜାଲରେ ଛନ୍ଦିଦିଏ ଓ ରାଜାଙ୍କ ଉତ୍ତର ଶୁଣି ବେତାଳ ପୁଣି ଥରେ ଉଡ଼ିଯାଇ ଗଛ ଡାଳରେ ଓଲଟି ଝୁଲି ଯାଇଥାଏ। ଏମିତି 24 ଥର 24 କାହାଣୀ ଶୁଣାଇବା ପରେ ମଧ୍ୟ ବୀର ବିକ୍ରମାଦିତ୍ୟ ନିଜର ଧୈର୍ଯ୍ୟ ହରାଇ ନଥିଲେ କି କ୍ରୋଧିତ ହୋଇନଥିଲେ। ଅତ୍ୟନ୍ତ ଶାନ୍ତ ଚିତ୍ତରେ ବିକ୍ରମ ପୁଣି ଥରେ ସେହି ମଶାଣି ବଟବୃକ୍ଷ ଆଡ଼କୁ ଆଗେଇ ଗଲେ। ବେତାଳକୁ ଗଛରୁ ଓହ୍ଲାଇଲେ, ନିଜ କାନ୍ଧରେ ପକାଇ ସେହି ତାନ୍ତ୍ରିକ ଆଡ଼କୁ ଚାଲିବାକୁ ଲାଗିଲେ। କିଛି ବାଟ ଗଲା ପରେ ବେତାଳ ନିଜର ମୌନବ୍ରତ ଭାଙ୍ଗିଲା ଏବଂ ମହାରାଜା ବିକ୍ରମଙ୍କର ଏଭଳି ଅସୀମ ଧୈର୍ଯ୍ୟର ଭୂୟସୀ ପ୍ରଶଂସା କରି ଏକ ନୂତନ କାହାଣୀ ଶୁଣାଇବା ପୂର୍ବରୁ କହିଲା, କାହାଣୀ ଶେଷରେ ମୁଁ ପଚାରିଥିବା ପ୍ରଶ୍ନର ଉତ୍ତର ଜାଣି ସୁଦ୍ଧା ଯଦି ଆପଣ ନିଜର ପାଣ୍ଡିତ୍ୟ ଅଭିମାନ ଯୋଗୁଁ ଚୁପ୍ ରହିବ, ତେବେ ତୁମର ମସ୍ତକ ଶତଧା ବିଦୀର୍ଣ୍ଣ ହୋଇଯିବ। ବେତାଳ କାହାଣୀ ଶୁଣାଇବା ଆରମ୍ଭ କଲା। ବେତାଳର କାହାଣୀ। ଭାଗ୍ୟର ବିଚିତ୍ର ଖେଳ। ଅନେକ ଦିନ ତଳର କଥା। ପୁଷ୍କଳ ନାମକ ଏକ ସମୃଦ୍ଧ ନଗରୀରେ ମାଣ୍ଡଳିକ ନାମରେ ଜଣେ ଧର୍ମପରାୟଣ ରାଜା ରାଜତ୍ୱ କରୁଥିଲେ। ତାଙ୍କ ରାଣୀଙ୍କ ନାମ ଥିଲା ଚଣ୍ଡବତୀ, ଯିଏ ମାଳବ ଦେଶର ରାଜକନ୍ୟା ଥିଲେ। ସେହି ଦମ୍ପତିଙ୍କର ଏକ ପରମ ସୁନ୍ଦରୀ କନ୍ୟା ଥିଲେ, ଯାହାଙ୍କ ନାମ ଥିଲା ଲାବଣ୍ୟବତୀ। ଲାବଣ୍ୟବତୀ ନିଜ ନାମ ଅନୁସାରେ ଅପୂର୍ବ ରୂପଲାବଣ୍ୟର ଅଧିକାରିଣୀ ଥିଲେ, ଯେମିତି ସାକ୍ଷାତ ସ୍ୱର୍ଗର ଅପ୍ସରା। ସମୟକ୍ରମେ ଯେତେବେଳେ ରାଜକୁମାରୀ ବିବାହ ଯୋଗ୍ୟ ହେଲେ, ସେହି ସମୟରେ ରାଜା ମାଣ୍ଡଳିକଙ୍କର ନିଜ ସାନ ଭାଇ ବିଶ୍ୱାସଘାତକତା କରି ତାଙ୍କର ସମସ୍ତ ରାଜ୍ୟ ଅପହରଣ କରିନେଲେ। କେବଳ ସେତିକି ନୁହେଁ, ସେମାନେ ରାଜାଙ୍କୁ ସପରିବାର ନିଜ ଦେଶରୁ ମଧ୍ୟ ବିତାଡ଼ିତ କରିଦେଲେ। ନିରୁପାୟ ହୋଇ ଭାଗ୍ୟହତ ରାଜା ମାଣ୍ଡଳିକ ନିଜ ପ୍ରାଣପ୍ରିୟା ରାଣୀ ଚଣ୍ଡବତୀ ଓ ସୁକୁମାରୀ କନ୍ୟା ଲାବଣ୍ୟବତୀଙ୍କୁ ସାଙ୍ଗରେ ଧରି ଶ୍ୱଶୁର ଘର ଦେଶ ଅର୍ଥାତ୍ ମାଳବ ରାଜ୍ୟ ଅଭିମୁଖେ ପଦଯାତ୍ରା କଲେ। ବାଟରେ ଚାଲୁ ଚାଲୁ ରାତି ହୋଇଯିବାରୁ ସେମାନଙ୍କୁ ଏକ ନିବିଡ଼ ଅରଣ୍ୟରେ ଆଶ୍ରୟ ନେବାକୁ ପଡ଼ିଲା। ପ୍ରଥମ ଦିନର ଯାତ୍ରା ଶେଷରେ ସେମାନେ ବଣୁଆ ଶବର ବା ଭିଲ୍ଲମାନଙ୍କର ଏକ ପଲ୍ଲୀ ନିକଟରେ ପହଞ୍ଚିଗଲେ। ବିପଦର ଆଶଙ୍କା କରି ରାଜା ନିଜ ରାଣୀ ଓ କନ୍ୟାଙ୍କୁ କହିଲେ, ତୁମେ ଦୁହେଁ ତୁରନ୍ତ ଯାଇ ଏହି ନିବିଡ଼ ଜଙ୍ଗଲ ଭିତରେ ଲୁଚିଯାଅ, ନହେଲେ ଏହି ଭିଲ୍ଲମାନେ ତୁମମାନଙ୍କୁ ଅପହରଣ କରିନେବେ। ରାଜାଙ୍କ ଆଜ୍ଞା ଶିରଧାର୍ଯ୍ୟ କରି ମା ଝିଅ ଦୁହେଁ ଜଙ୍ଗଲର ଘଞ୍ଚ ବୁଦା ଭିତରକୁ ଚାଲିଗଲେ। ଏହାପରେ ହିଂସ୍ର ଭିଲ୍ଲମାନେ ରାଜାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କଲେ। ରାଜା ମାଣ୍ଡଳିକ ଏକାକୀ ହେଲେ ମଧ୍ୟ କ୍ଷତ୍ରିୟ ବୀରତ୍ୱର ସହ ସେମାନଙ୍କର ମୁକାବିଲା କଲେ। ମାତ୍ର ଶେଷରେ ଶତ୍ରୁ ସଂଖ୍ୟା ଅଧିକ ହେବାରୁ ସେ ରଣଭୂମିରେ ବୀରଗତି ପ୍ରାପ୍ତ ହେଲେ। ରାଜାଙ୍କୁ ଜୀବନରୁ ମାରିଦେବା ପରେ ଭିଲ୍ଲମାନେ ନିଜ ନଗରକୁ ଫେରିଗଲେ। ସେମାନେ ଚାଲିଯିବା ପରେ ରାଣୀ ଓ ରାଜକୁମାରୀ ଭୟଭୀତ ଅବସ୍ଥାରେ ଜଙ୍ଗଲରୁ ବାହାରି ଆସିଲେ। ସ୍ୱାମୀ ତଥା ପିତାଙ୍କର ରକ୍ତାକ୍ତ ମୃତଦେହ ଦେଖି ଦୁହିଁଙ୍କର ବୁକୁ ଫାଟିଗଲା ଏବଂ ସେମାନେ ବିକଳ ହୋଇ କାନ୍ଦିବାକୁ ଲାଗିଲେ। ଶୋକାକୁଳ ହୃଦୟରେ ଦୁହେଁ ଆଶ୍ରୟ ଖୋଜି ଖୋଜି ଜଙ୍ଗଲ ମଧ୍ୟରେ ଥିବା ଏକ ପୋଖରୀ କୂଳରେ ଯାଇ ପହଞ୍ଚିଲେ। ସେହି ସମୟରେ ଚଣ୍ଡସିଂହ ନାମକ ଜଣେ ଅତି ଧନୀ ବ୍ୟବସାୟୀ ନିଜ ଯୁବକ ପୁତ୍ର ସହ ଘୋଡ଼ାରେ ଚଢ଼ି ସେହି ଜଙ୍ଗଲକୁ ଶିକାର କରିବାକୁ ଆସିଥିଲେ। ପୋଖରୀ କୂଳରେ ଓଦା ମାଟିରେ ଦୁଇଟି ସ୍ତ୍ରୀ ଲୋକଙ୍କର ପାଦଚିହ୍ନ ଦେଖି ବ୍ୟବସାୟୀ ଜଣକ ନିଜ ପୁଅକୁ କହିଲେ, ହେ ପ୍ରିୟ ପୁତ୍ର, ଦେଖ, ଏହି ନିର୍ଜନ ବନରେ ଦୁଇଟି ନାରୀର ପାଦଚିହ୍ନ ସ୍ପଷ୍ଟ ଦେଖାଯାଉଛି। ଯଦି ଏହି ସ୍ତ୍ରୀ ଲୋକ ଦୁହେଁ ଆମକୁ ମିଳିଯାଆନ୍ତି, ତେବେ ସେମାନଙ୍କ ମଧ୍ୟରୁ ତୁମେ ଯାହାକୁ ଚାହିଁବ ତାକୁ ବିବାହ କରିପାରିବ। ପୁଅ କିଛି ସମୟ ଚିନ୍ତା କରି ଉତ୍ତର ଦେଲା, ପିତାଶ୍ରୀ, ଏହି ଦୁଇଟି ପାଦଚିହ୍ନ ମଧ୍ୟରୁ ଯାହାର ପାଦ ଛୋଟ ସେ ନିଶ୍ଚୟ ଅଳ୍ପ ବୟସର ତରୁଣୀ ହୋଇଥିବେ, ତେଣୁ ମୁଁ ତାଙ୍କୁ ହିଁ ବିବାହ କରିବି। ଆଉ ଯାହାର ପାଦ ବଡ଼, ଆପଣ ତାଙ୍କୁ ବିବାହ କରିନେବେ। ଯଦିଓ ବ୍ୟବସାୟୀଙ୍କ ପତ୍ନୀଙ୍କର ଦେହାନ୍ତ ବହୁ ବର୍ଷ ପୂର୍ବରୁ ହୋଇସାରିଥିଲା, ତଥାପି ଏହି ବୟସରେ
ବ୍ୟବସାୟୀ ଜଣକ ନିଜେ ଦ୍ୱିତୀୟ ବିବାହ କରିବାକୁ ଆଦୌ ଇଚ୍ଛୁକ ନଥିଲେ। ସେ କେବଳ ପୁଅର ସଂସାର ଗଢ଼ିବା ପାଇଁ ଚିନ୍ତିତ ଥିଲେ। ମାତ୍ର ପୁଅର ଅତି ଅନୁରୋଧ ଏବଂ ବୁଝାସୁଝା ଆଗରେ ସେ ହାର ମାନିଲେ ଓ ବିବାହ ପାଇଁ ରାଜି ହୋଇଗଲେ। ତାପରେ ସେମାନେ ଘୋଡ଼ା ଚଢ଼େଇ ଟିକେ ଆଗକୁ ଯିବା ମାତ୍ରେ ସେହି ଦୁଇ ଜଣ ନାରୀ ଅର୍ଥାତ୍ ରାଣୀ ଚଣ୍ଡବତୀ ଓ ରାଜକୁମାରୀ ଲାବଣ୍ୟବତୀଙ୍କୁ ଦେଖିବାକୁ ପାଇଲେ। ବ୍ୟବସାୟୀ ଚଣ୍ଡସିଂହ ଅତ୍ୟନ୍ତ ନମ୍ରତାର ସହ ସେମାନଙ୍କ ନିକଟକୁ ଯାଇ ପଚାରିଲେ, ହେ କଲ୍ୟାଣୀ, ଆପଣ ଦୁହେଁ ଏହି ଭୟଙ୍କର ଅରଣ୍ୟରେ ଏକାକୀ କାହିଁକି ବୁଲୁଛନ୍ତି? ଆପଣମାନଙ୍କର ପରିଚୟ କ'ଣ? ରାଣୀ ଚଣ୍ଡବତୀ କାନ୍ଦି କାନ୍ଦି ନିଜର ପ୍ରକୃତ ପରିଚୟ ଦେଲେ ଏବଂ ସେମାନଙ୍କ ଉପରେ ବିତି ଯାଇଥିବା ସମସ୍ତ ଦୁଃଖଦ କାହାଣୀ ଶୁଣାଇଲେ। ସବୁ ଶୁଣିବା ପରେ ସେହି ସଦୟ ବ୍ୟବସାୟୀ ସେମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଓ ସମ୍ମାନ ଦେବାର ପ୍ରତିଶ୍ରୁତି ଦେଲେ ଏବଂ ସାଦରେ ନିଜ ଗୃହକୁ ନେଇଗଲେ। ନିଜ ପ୍ରାସାଦ ସଦୃଶ ଘରେ କିଛି ମାସ ପର୍ଯ୍ୟନ୍ତ ସେମାନଙ୍କୁ ଅତିଥି ଭାବେ ଅତି ଉଚ୍ଚ ସତ୍କାର କରିବା ପରେ ଦିନେ ବ୍ୟବସାୟୀ ଜଣକ ଉଭୟ ମା ଓ ଝିଅଙ୍କ ସମ୍ମୁଖରେ ବିବାହର ପ୍ରସ୍ତାବ ରଖିଲେ। ଆଶ୍ରୟହୀନ ସେହି ଦୁଇ ନାରୀ ମଧ୍ୟ ଏହି ପ୍ରସ୍ତାବକୁ ଆନନ୍ଦର ସହ ଗ୍ରହଣ କରିନେଲେ। ମାତ୍ର ଏଠାରେ ଭାଗ୍ୟର ବିଚିତ୍ର ପରିହାସ ଦେଖନ୍ତୁ। ପ୍ରତିଶ୍ରୁତି ଅନୁଯାୟୀ ଛୋଟ ପାଦ ବିଶିଷ୍ଟ ନାରୀ ସହ ପୁଅର ଏବଂ ବଡ଼ ପାଦ ବିଶିଷ୍ଟ ନାରୀ ସହ ପିତାଙ୍କର ବିବାହ ହେବାର ଥିଲା। କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ରାଣୀଙ୍କ ପାଦ ଛୋଟ ଥିଲା ଏବଂ ତାଙ୍କ କନ୍ୟା ରାଜକୁମାରୀ ଲାବଣ୍ୟବତୀଙ୍କ ପାଦ ବଡ଼ ଥିଲା। ନିଜ କଥାରେ ବନ୍ଧା ହୋଇଥିବାରୁ ଶେଷରେ ବ୍ୟବସାୟୀ ରାଜକୁମାରୀଙ୍କୁ ବିବାହ କଲେ ଏବଂ ବ୍ୟବସାୟୀଙ୍କ ପୁଅ ରାଣୀ ଚଣ୍ଡବତୀଙ୍କୁ ବିବାହ କଲେ। ଏହିପରି ଭାବେ ସମ୍ପର୍କର ସବୁ ଅଙ୍କ ଓଲଟ ପାଲଟ ହୋଇଗଲା। ଝିଅ ଲାବଣ୍ୟବତୀ ନିଜ ମାଆର ଶାଶୁ ବନିଗଲେ ଏବଂ ମା ଚଣ୍ଡବତୀ ନିଜ ଝିଅର ପୁଅ ବୋହୂ ସାଜିଲେ। ସମୟକ୍ରମେ ସେହି ଦୁଇ ଦମ୍ପତିଙ୍କର ଅନେକ ସନ୍ତାନ ସନ୍ତତି ମଧ୍ୟ ଜନ୍ମଗ୍ରହଣ କଲେ। ବେତାଳର ପ୍ରଶ୍ନ। କାହାଣୀ ଶୁଣାଇ ସାରି ବେତାଳ ଅଟ୍ଟହାସ୍ୟ କରି ରାଜା ବିକ୍ରମାଦିତ୍ୟଙ୍କୁ ପଚାରିଲା, ହେ ନ୍ୟାୟବନ୍ତ ରାଜନ, ଏବେ କୁହନ୍ତୁ, ସେହି ମା ଏବଂ ଝିଅଙ୍କର ପରବର୍ତ୍ତୀ ସମୟରେ ଯେଉଁ ସନ୍ତାନମାନେ ଜନ୍ମ ହେଲେ ସେମାନଙ୍କର ପରସ୍ପର ମଧ୍ୟରେ କି ସମ୍ପର୍କ ହେବ? ଯଦି ଆପଣ ଏହାର ସଠିକ୍ ଉତ୍ତର ଜାଣି ମଧ୍ୟ ନ କହିବେ ତେବେ ଆପଣଙ୍କ ମସ୍ତକ ଶତଧା ବିଦୀର୍ଣ୍ଣ ହୋଇଯିବ। ଏହି ଜଟିଳ ପ୍ରଶ୍ନ ଶୁଣି ବୀର ବିକ୍ରମ ମହାଦ୍ୱନ୍ଦ୍ୱରେ ପଡ଼ିଗଲେ। ସେ ମନେ ମନେ ବହୁତ ଚିନ୍ତା କଲେ, ସମ୍ପର୍କର ସବୁ ହିସାବ ଯୋଡ଼ିଲେ। ମାତ୍ର ଏଭଳି ଅଦ୍ଭୁତ ଓ ଜଟିଳ ସମ୍ପର୍କର କୌଣସି ସଠିକ୍ ଉତ୍ତର ସେ ଖୋଜି ପାଇଲେ ନାହିଁ। ତେଣୁ ସେ ନିରୁପାୟ ହୋଇ ସମ୍ପୂର୍ଣ୍ଣ ମୌନ ରହି ଶାନ୍ତ ଭାବରେ ଆଗକୁ ଚାଲିବାକୁ ଲାଗିଲେ। ସେତେବେଳେ ବେତାଳ ତାଙ୍କର ସେହି ନୀରବତାକୁ ଉଚିତ ବୋଲି ଗ୍ରହଣ କଲା ଏବଂ ତାଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହେଲା। ସେ ରାଜାଙ୍କର ପ୍ରଶଂସା କରି କହିଲା ଯେ ରାଜା ଜାଣିଶୁଣି ଚୁପ୍ ରହିନାହାନ୍ତି, ବରଂ ପ୍ରଶ୍ନଟି ପ୍ରକୃତରେ ଅତି ଜଟିଳ ଥିବାରୁ ସେ ସର୍ତ୍ତଭଙ୍ଗ ଓ ଭୟରେ ପାଟି ଖୋଲି ନାହାନ୍ତି, ଯାହା ତାଙ୍କର ଧୈର୍ଯ୍ୟ ଓ ବୁଦ୍ଧିମତ୍ତାର ପରିଚୟ ଦିଏ। ଏହାପରେ ବେତାଳ ରାଜାଙ୍କର ମୌନବ୍ରତ ଏବଂ ନିଷ୍ଠାର ସମ୍ମାନ ଜଣାଇ ପ୍ରଥମ ଥର ପାଇଁ ତାଙ୍କ କାନ୍ଧରୁ ଉଡ଼ିଯିବା ବଦଳରେ ସେଠାରେ ରହିଲା ଏବଂ ତାଙ୍କୁ ସେହି କପଟୀ ତାନ୍ତ୍ରିକର ପ୍ରକୃତ ରହସ୍ୟ ତଥା ରକ୍ତାକ୍ତ ଷଡ଼ଯନ୍ତ୍ର ବିଷୟରେ ସମ୍ପୂର୍ଣ୍ଣ ସତର୍କ କରାଇ ଦେଲା। ସେ ବିକ୍ରମଙ୍କୁ ବୁଝାଇ ଦେଲା ଯେ ତାନ୍ତ୍ରିକ କେବଳ ତାଙ୍କ ମୁଣ୍ଡ ବଳି ଚଢ଼ାଇବାକୁ ଚାହୁଁଛି ଏବଂ ସେଥିରୁ ରକ୍ଷା ପାଇବା ପାଇଁ ସେ ରାଜାଙ୍କୁ ଶେଷ ମୁହୂର୍ତ୍ତରେ କପାଳିକର ବଧ କରିବାର ଅମୋଘ କୌଶଳ ମଧ୍ୟ ଶିଖାଇ ଦେଲା। ତାନ୍ତ୍ରିକର ବଧ ଓ କାହାଣୀର ଉପସଂହାର। ରାଜା ବିକ୍ରମାଦିତ୍ୟଙ୍କର ବାକି ଯାତ୍ରା ସମ୍ପୂର୍ଣ୍ଣ ନୀରବତାରେ କଟିଲା। ରାତିର ଚତୁର୍ଥ ପ୍ରହର ଅର୍ଥାତ୍ ବ୍ରହ୍ମ ମୁହୂର୍ତ୍ତ ସମୟରେ ରାଜା ବିକ୍ରମ ଶବକୁ କାନ୍ଧରେ ଧରି ସେହି ତାନ୍ତ୍ରିକର ସାଧନା ସ୍ଥଳରେ ପହଞ୍ଚିଲେ। ନିଜର ସିଦ୍ଧିପ୍ରାପ୍ତିର ସମୟ ଆସିଯାଇଛି ଭାବି ତାନ୍ତ୍ରିକ ରାଜା ଓ ଶବକୁ ଦେଖି ଆନନ୍ଦରେ ଆତ୍ମହରା ହୋଇଗଲା। ସେ ଅତି ମିଠା ମିଠା କଥା କହି ବିକ୍ରମଙ୍କୁ କହିଲା, ଧନ୍ୟ ହେ ମହାରାଜ, ଆପଣ ଏହି ଅତି କଠିନ ଓ ଅସମ୍ଭବ କାର୍ଯ୍ୟକୁ ସଫଳ କରି ମୋ ଉପରେ ବଡ଼ ଉପକାର କରିଛନ୍ତି। ଆପଣ ସତରେ ଏ ପୃଥିବୀର ସମସ୍ତ ନରପତିଙ୍କ ମଧ୍ୟରେ ଶ୍ରେଷ୍ଠ ଓ ବୀରବର। ଏତିକି କହି ସେ ବିକ୍ରମଙ୍କ କାନ୍ଧରୁ ଶବକୁ ଓହ୍ଲାଇ ଆଣିଲା ଏବଂ ତାକୁ ସ୍ନାନ କରାଇ ସୁଗନ୍ଧିତ ଫୁଲମାଳରେ ସଜାଇ ରଖିଲା। ତାପରେ ସେହି କପାଳିକ ରାଜାଙ୍କ ସମ୍ମୁଖରେ
ନିଜ ମନ୍ତ୍ର ବଳରେ ବେତାଳକୁ ଆବାହନ କରି ତାର ବିଧିବଦ୍ଧ ପୂଜା ଅର୍ଚ୍ଚନା କଲା। ପୂଜା ଶେଷ ହେବା ପରେ ସେ ରାଜାଙ୍କୁ କହିଲା, ହେ ରାଜନ, ଏବେ ଆପଣ ଏହି ଦେବୀ ମୂର୍ତ୍ତି ସମ୍ମୁଖରେ ନିଜ ମସ୍ତକ ଅବନତ କରି ପ୍ରଣାମ କରନ୍ତୁ ଏବଂ ଦେବୀଙ୍କ ଆଶୀର୍ବାଦ ଭିକ୍ଷା କରନ୍ତୁ। ମହାରାଜା ବିକ୍ରମାଦିତ୍ୟଙ୍କର ତୁରନ୍ତ ବେତାଳର ସେହି ସତର୍କବାଣୀ ମନେ ପଡ଼ିଗଲା। ସେ ଅତି ଚତୁରତାର ସହ କହିଲେ, ହେ ମହାତ୍ମା, ମୁଁ ହେଉଛି ଜଣେ ସାର୍ବଭୌମ ରାଜା। ମୁଁ କେବେ କାହା ଆଗରେ ମୁଣ୍ଡ ନୁଆଇ ନାହିଁ କି ମୁଣ୍ଡ ନୁଆଇବାର ପ୍ରଣାଳୀ ମୋତେ ଜଣା ନାହିଁ। ତେଣୁ ଆପଣ ପ୍ରଥମେ ନିଜ ମୁଣ୍ଡ ନୁଆଇ ଦେଖାଇ ଦିଅନ୍ତୁ ଯେ କେମିତି ପ୍ରଣାମ କରିବାକୁ ହୁଏ। ରାଜାଙ୍କ କଥାରେ ଭୋଳ ହୋଇ ତାନ୍ତ୍ରିକ ଜଣକ ଯେମିତି ହିଁ ପ୍ରଣାମ କରିବା ପାଇଁ ନିଜ ମୁଣ୍ଡ ତଳକୁ କଲା, ରାଜା ବିକ୍ରମାଦିତ୍ୟ ଆଦୌ ସମୟ ନଷ୍ଟ ନ କରି ତତ୍କ୍ଷଣାତ୍ ନିଜ ଖଣ୍ଡାରେ ଏକ ଶକ୍ତ ପ୍ରହାର କରି ତାର ମୁଣ୍ଡ ଗଣ୍ଡିରୁ ଅଲଗା କରିଦେଲେ। ଏହି ଦୃଶ୍ୟ ଦେଖି ବେତାଳ ଅତ୍ୟନ୍ତ ଆନନ୍ଦିତ ହେଲା ଏବଂ ପ୍ରକଟ ହୋଇ କହିଲା, ସାବାସ୍ ରାଜନ, ଏହି ଦୁଷ୍ଟତାନ୍ତ୍ରିକ ସମସ୍ତ ବିଦ୍ୟାଧରମାନଙ୍କର ସ୍ୱାମୀ ବା ଅଧିପତି ହେବାକୁ ଚାହୁଁଥିଲା, କିନ୍ତୁ ତାର ପାପର ଅନ୍ତ ହେଲା। ଏବେ ସେହି ସର୍ବୋଚ୍ଚ ସ୍ଥାନ ଆପଣଙ୍କୁ ହିଁ ମିଳିବ। ମୁଁ ଆପଣଙ୍କୁ ଅନେକ ହଇରାଣ କରିଛି, କିନ୍ତୁ ଆପଣଙ୍କ ଏହି ଅସୀମ ସାହସ ଓ ଧୈର୍ଯ୍ୟ ଦେଖି ମୁଁ ପରମ ପ୍ରସନ୍ନ। ଆପଣ ମୋତେ ଯେକୌଣସି ବର ମାଗିପାରନ୍ତି। ରାଜା ବିକ୍ରମାଦିତ୍ୟ ବିନମ୍ରତାର ସହ କହିଲେ, ହେ ବେତାଳ ଦେବ, ଯଦି ଆପଣ ମୋ ଉପରେ ସନ୍ତୁଷ୍ଟ, ତେବେ ମୋର ଏତିକି ପ୍ରାର୍ଥନା ଯେ ଆପଣ ମୋତେ ଯେଉଁ 24ଟି କାହାଣୀ ଶୁଣାଇଲେ ଏବଂ ଏହି 25ତମ କାହାଣୀ, ଏସବୁ ସମଗ୍ର ସଂସାରରେ ଅମର ହୋଇ ରହୁ ଏବଂ ମାନବ ସମାଜ ଏହାକୁ ଅତ୍ୟନ୍ତ ଆଦର ଓ ସମ୍ମାନର ସହ ପାଠ କରୁ। ବେତାଳ କହିଲା, ତଥାସ୍ତୁ ରାଜନ, ଆପଣଙ୍କର ଏହି ଇଚ୍ଛା ପୂର୍ଣ୍ଣ ହେବ। ଏହି କାହାଣୀ ଗୁଡ଼ିକ ସାରା ବିଶ୍ୱରେ ବେତାଳ ପଞ୍ଚବିଂଶତି ବା ବେତାଳ 25 ନାମରେ ପ୍ରସିଦ୍ଧି ଲାଭ କରିବ ଏବଂ ଯେଉଁମାନେ ଏହାକୁ ଶ୍ରଦ୍ଧାର ସହ ପାଠ କିମ୍ବା ଶ୍ରବଣ କରିବେ ସେମାନଙ୍କର ସମସ୍ତ ପାପ ଖଣ୍ଡନ ହେବ। ଏତିକି କହି ବେତାଳ ସେଠାରୁ ଅଦୃଶ୍ୟ ହୋଇଗଲା।